ରାତିରେ ମାନେ କିଭଳି ଦେଖାଯାଉଛି ପୁରା ତ ଭଙ୍ଗା ଅବସ୍ଥା ଦେଇଛି କେତେ ଭାଙ୍ଗି ଡର ହେଲା। ତ ସାଙ୍ଗମାନେ ଫାଇନାଲି ଆମେ ଏଇ ସେଇ ହଣ୍ଟେଡ୍ ଜାଗାକୁ ପହଞ୍ଚି ଯାଇଛେ ଯେଉଁଟା ଆପଣମାନେ ଥମ୍ବନେଲ୍ ଦେଖିକି ଜାଣିପାରିଥିବେ। ଆମେ ପହଞ୍ଚି ଯାଇଛେ। ମୋତେ କହିବାର ପାଇଁ ଏଇ ପାଇଁ ହେଇଯାଉଛି କାହିଁକିନା ମୋତେ ବି ଡର ଲାଗୁଛି ଭିତରୁ ଦେଖିକି ଦେଖନ୍ତୁ କିଭଳି ଭାବରେ ଭାଙ୍ଗା ଅବସ୍ଥାରେ ଅଛି। ପୁରା ଭାଙ୍ଗି ଯାଇଛି ଜାଗାଟି ପୁରା ମାନେ କହିତେ ଗଲେ ଆଉ କିଛି ଧ୍ୱଂସ ହେବା ଉପରେ ହେଇଗଲାଣି ଜାଗାଟା। ଆଉ ଆସନ୍ତୁ ଦେଖିବା ଭିତରକୁ ଯିବା ଆଉ ଜାଣିବା କେମିତି କ'ଣ ଅଛି। ଆଉ ଏହା ଭିତରେ ଶୁଣିତେ ମିଳିଛି ଏ ଭିତରେ ଲୋକମାନେ ଆଗରୁ ରହୁଥିଲେ କାହିଁକି ମୁଁ ପରେ କହିଦେବି। ମାନେ ଏଠି ଲୋକ ରହୁଥିଲେ ଆଉ ଏଠି କିଛି ଅସୁବିଧା ଏମିତି ହେଲା ଯେ ପଳେଇଲେ ଲୋକମାନେ ଛାଡ଼ିକି। ଆଉ ଘରଟା କିଛି ଏମିତି ଅଛି ଦେଖନ୍ତୁ ଆସନ୍ତୁ ଭିତରକୁ ଯିବା। ମାନେ ଦେଖିପାରୁଥିବେ ପୁରା ଘରଟା ଭାଙ୍ଗି ଯାଇଛି ପୁରା। ଆଉ ଫାଷ୍ଟ ଏଣ୍ଟ୍ରି ହିଁ ମୋତେ ଡର ଲାଗିଲାନି ଦଗଦଗ ହେଇଗଲାଣି ତାକୁ ପୁରା ଘର ଭାଙ୍ଗି ମୋ ଉପରେ ଭୁଷୁଡ଼ି ନ ପଡ଼ୁ ଭିତରକୁ ପଳେଇଲା ପରେ। ଆଉ ଏଠି ଦେଖନ୍ତୁ ଗୋଟେ ଖଜୁରୀ ଗଛଟି ନାଇଁ କିସ ଗଛ କୋଳି ଗଛଟି ଶୁଖି ଯାଇଛି। ଆପଣଙ୍କ ମାନେ ପୁରା ହରର ଭାଇବ୍ ଦେଉଛି। ତ ସତନା ମିଛ ଆଗକୁ ଆସି ଜାଣିବା ଆସନ୍ତୁ। କାକୁଡ଼ି ଆସି ପରେ ଶୁଖିଲାରୁ ଦେଖନ୍ତୁ ଏବେ ଏଇଟା ପୁରା ଆମେ ଭିତରକୁ ପହଞ୍ଚିଗଲେ। ଆଉ ଆସନ୍ତୁ ଭିତରକୁ ବସିବି ଆମେ ମୋତେ ବହୁତ ଡର ଲାଗୁଛି ସେମାନେ। ଆଉ ଏଠି ପହଞ୍ଚିଗଲେ ପୁରା ଘରଟି ଭାଙ୍ଗି ଯାଇଛି। ଏଠି ସାପ ଫାପ ବି ଥାଇପାରେ କିଛି। ଆଉ ଏପଟେ ଆସିବା ଏପଟେ ଦେଖନ୍ତୁ ଏଠି ଦେଖ ସିନ୍ଦୁର ପଡ଼ିଛି ସିନ୍ଦୁର ମାନେ ଏଠି ତ କିଛି ଗୋଟେ କାମ ହେଉଛି କିଛି ଗୁଣି ଗାରେଡ଼ି ଏଭଳିଆ କାମ ହେଉଛି ଯେଉଁ ପାଇଁ କି ଏଠି ଲୋକ ରହିଥାନ୍ତି ହେଉଛି କିଛି। ଘରଟି ଭିତରକୁ ତ ଭିତରେ ଡର ଲାଗୁଛି ହେଲେ ଆପଣଙ୍କୁ ଭିତରେ ଦେଖେଇଦେବି ଆପଣ ଆସନ୍ତୁ ଦେଖନ୍ତୁ। ଘରେ ଦେଖନ୍ତୁ ପୁରା ଘରଟା ଭାଙ୍ଗି ଯାଇଛି ପୁରା ଭଙ୍ଗା ଅବସ୍ଥାରେ ଅଛି ପୁରା ସୁନସାନ ଏଠି କିଛି ନାହିଁ। ଆଉ ଏପଟେ ଆସିବା ଏପଟେ ଦେଖନ୍ତୁ ସେମିତି ଝରକା ମାନେ କବାଟ ଝରକା ବି ଲୋକ ଭାଙ୍ଗିକି ନେଇଯାଇଛନ୍ତି ଯେହେତୁ ଘରଟା ବନ୍ଦ ଥିଲା ଲୋକ ଭାଙ୍ଗି ନେଇଛନ୍ତି। ଏପଟେ ଆସନ୍ତୁ ଆଉ ଏପଟେ ଏଇ ଘରର ଏଇଟା ଆଉଟିଙ୍ଗଟା ଏ ଖଜୁରୀ ଗଛ ଦେଖନ୍ତୁ ରାତିରେ ମାନେ ଗୋଟେ କିଭଳି ଦେଖାଯାଉଥିବ ଲୋକ କେମିତି ରହୁଥିବେ ଭାବନ୍ତୁ ମାନେ ବହୁତ ଖତରନାକ ହେଇଛି। ଆଉ ସେପଟେ ଗୋଟେ ଘର ଅଛି ଆଉ ସେପଟେ ଦେଖନ୍ତୁ ସେଇଟା ଗୋଟେ ଘର ଅଛି ସେ ଘରଟା ବି ସେମିତି ଅବସ୍ଥା ଗୋଟେ ହିଁ ଘର କାନ୍ଥ ବୋଧେ ଏଇଟା ହିଁ ରାସ୍ତା ହେଇଥିବ ବୋଧେ। ଚାଲନ୍ତୁ ସେପଟେ ଯିବା। ଆଉ ଏପଟେ ପଳାଇ ଏଇଟା ଗୋଟେ ଝରକା ଅଛି ବୋଧେ ଛାତରୁ ପାଣି ପଡ଼ିଛି ସବୁ ଆସନ୍ତୁ ଏପଟେ ଯିବା। ଆଉ ଏପଟେ ଦେଖନ୍ତୁ ଗୋଟେ ଏଠି କିନ୍ତୁ ମୋର ଭୂତ ଆକୃତି ବନା ହେଇଛି ସବୁ ଭୂତ ଭଳିଆ ଆକୃତି ସବୁ ଭୂତିଆ ଲାଗୁଛି। ଏପଟେ ଗୋଟେ ସେମିତି ମାନେ ଏଠି କ'ଣ କୁହାଯିବ ଏଠି ବହୁତ ଖତରନାକ ହେଇଛି ମାନେ ଏଇଟା ଏକରେ ତ ଏତେ ହଣ୍ଟେଡ୍ ପ୍ଲେସ୍ ପୁଣି ଦୁଇରେ ଏତେ ଖତରନାକ ଚିତ୍ର ଭିତରେ ବନେଇଛ କିଏ ବନେଇଲା କୋଉଠି ବନେଇଲା କେହି ତ ପ୍ରାୟତଃ ଲୋକ ଆସନ୍ତିନି। ଆସନ୍ତୁ ଏପଟେ ଦେଖିବା ଇଆଡ଼େ ବହୁତ ରୁମ୍ ଅଛି। ଆଉ ଏଠି ଦେଖିବାକୁ ଏଠି ବୋଧେ ଗୋଟେ ହଁ ଏଇଟା ହିଁ ପ୍ରକୃତରେ ଗୋଟେ ଆପାର୍ଟମେଣ୍ଟ କୌଣସି ଥିଲା କାହିଁକି ପାଇଖାନା ଗୋଟେ ଅଛି ଏଠି ଆଉ ୟୁଜ୍ ହେଉନି ବନ୍ଦ ହେଇକି ରହିଛି। ଆଉ ଏଠି ଗୋଟେ ସେମିତି ବାଥରୁମ୍ କି କିଚେନ୍ ବୋଧେ ଛୋଟଟା କ'ଣ ଅଛି। ଆସନ୍ତୁ ରାତକୁ ଯିବା ଆସନ୍ତୁ ବହୁତ ଖତରନାକ ଜାଗା ଅଛି ଏଠି। ମାନେ କାନ୍ଥ କେମିତି ଭାଙ୍ଗି ଯାଉଛି ବୁଝିଲେ ଭାଙ୍ଗିଯିବ ଏଇଟା ଭାଙ୍ଗି ଯାଉଛି ପୁରା ହଲୁଛି ଦେଖନ୍ତୁ ପୁରା ଭାଙ୍ଗି ଯାଉଛି ପୁରା ଭଙ୍ଗା ଅବସ୍ଥାରେ ଅଛି। ଏଇଟା ଗୋଟେ ଘର ଅଛି ଆମେ ଭିତରକୁ ଦେଖିବା ଆସନ୍ତୁ। ଏ କ୍ୟାମେରାମ୍ୟାନ୍ ଥଣ୍ଡା ଦିଅ ତ ସାଙ୍ଗମାନେ ଏବେ ଆମ ଘରର ଆଉ ଗୋଟେ ପାଖ ଭଲ ଅଛି ଦେଖନ୍ତୁ ଏ ଭଙ୍ଗା ଝରକା ଅଛି ଆଉ ଏଠି ଗୋଟେ ରାସ୍ତା ଅଛି ଭିତରକୁ ଯିବା ରାସ୍ତା ନେଇ ରାସ୍ତା ଜାଗାଟି ବହୁତ ଖତରନାକ ଅଛି ଖାଲି ଡର ଲାଗୁଛି ସାପ ଫାପ ନଥାଉ ବସିଗଲା କ୍ୟାମେରାମ୍ୟାନ୍ ପଳେଇ। ତ ସାମନେ ଏବେ ଘରେ ପହଞ୍ଚି ଯାଇଛି। ଆଉ ଏଇଟା ବି କ'ଣ କହିବି ବହୁତ ଖତରନାକ ଦେଖାଯାଉଛି ଦେଖନ୍ତୁ ଏପଟେ ସବୁ ଭଙ୍ଗା ଅଛି ଏପଟେ ବି ସେମିତି ଗୋଟେ ପାଇଖାନା ବାଥରୁମ୍ ସବୁ ଅଛି ଏପଟେ ବି ଆଉ ସବୁ ପୁରା ଜଙ୍ଗଲ ଭିତରେ ଏଇଭଳିଆ ଘର ମାନେ ଭୟପାର ଡବା ମବା ବି ପଡ଼ିଛି। ଆଉ ପାଣି ବୋତଲ ଏଇଟା ଗୋଟେ କ'ଣ ଲୁହା ସାମାନଟା ପଡ଼ିଛି ଆଉ ବୋତଲ ବହୁତ କିଛି ଅଛି ମାନେ ଜାଗାଟି ତ ହଳ ହେଇଛି। ଏଠି ଗୋଟେ ଦେଖନ୍ତୁ ଏଠି ଗୋଟେ ଦେଖି ଆସନ୍ତୁ ଏଠି ଗୋଟେ ଯେମିତି ବନେଇଛନ୍ତି ଭୂତର ଚିତ୍ର ଏଠି କାନ୍ଥ ଦେଖନ୍ତୁ ସବୁ ଗୋଟେ ଭୂତର ଏଠି ଗୋଟେ ବନା ହେଇଛି ସେଠି ଗୋଟେ ବନା ହେଇଛି। ତାପରେ ଦେଖିପାରୁଥିବେ ଏଠି ଗୋଟେ ବନା ହେଇଛି ଏଟା ଗୋଟେ ପୁରା ହଣ୍ଟେଡ୍ ପ୍ଲେସ୍ଟା ବସ ପୁରା ହଣ୍ଟେଡ୍ ପ୍ଲେସ୍
ଆଉ ଏବେ ନେଇକି ଯାଉଛି ଆପଣଙ୍କୁ ସେଇ ଯେଉଁ କୂଅଟା ଯେଉଁଟା ଆପଣ ଶୁଣିଥିବେ ପ୍ରାୟ ଥମ୍ବେଲ ଦେଖିଥିବେ କୂଅଟାକୁ। এই କାନ୍ଥ ଗୁଡ଼ା ପୁରା ଭଙ୍ଗା ଅବସ୍ଥା ହେଇଗଲାଣି ଦେଖନ୍ତୁ କେମିତି ଭାଙ୍ଗି ଯାଉଛି ମାନେ ଘରଟା ଭାଙ୍ଗିବା ଉପରେ ହେଇଗଲାଣି। ତ ସାଙ୍ଗମାନେ ଏବେ ଆମେ ସେ କୂଅ ପାଖକୁ ପହଞ୍ଚିଗଲେ ଆଉ ଆପଣଙ୍କୁ ସେ କୂଅଟା ଦେଖାଉଛି। ଏହା ହେଉଛନ୍ତି ସେ କୂଅଟି ଯେଉଁଟା ବି ବିଷୟରେ ଆପଣମାନେ ଶୁଣିଥିବେ। ଏଇଟା ହେଉଛି ସେ ହଣ୍ଟେଡ଼ କୂଅଟି ଯେଉଁଠାରେ ରାତିରେ କାନ୍ଦିବାର ଶୁଣାଯାଏ ସମସ୍ତଙ୍କୁ। ଆଉ ଏହାର ପାଖକୁ ଯିବା ପାଇଁ ବି ଡର ଲାଗୁଛି କାହିଁକିନା ବହୁତ ଗଭୀର ଅଛି କୂଅଟା। ଆଉ ଯେହେତୁ ଏଇଟା ଘରଟା ଏତେ ଭଙ୍ଗା ଅବସ୍ଥାରେ ଅଛି କୂଅଟା ବି ବହୁତ ପୁରୁଣା ହେଇଥିବ ତ କେତେବେଳେ ଭାଙ୍ଗି ଯାଇପାରେ। ତ ଭିତରକୁ ତ ଯାଇ ହେବନି ତ ପାଖକୁ ଯାଇପାରିବିନି ଆପଣ ଏଠି ଦେଖିଦେଲି। ତ ସାଙ୍ଗମାନେ ଚାଲନ୍ତୁ ସାଙ୍ଗମାନେ ଏବେ ଆମେ ତ ବାହାରିବା ସବୁ ଭିଡ଼ିଓ ଦେଖିଲି ଆଉ ମୋର ପର୍ସନାଲ ଏକ୍ସପିରିଏନ୍ସ କହୁଛି ଆମେ ଭିତରକୁ ଗଲାବେଳେ ଟିକେ ଡର ଡର ଫିଲ୍ ହେଲା ଅବଶ୍ୟ। କ୍ୟାମେରାମ୍ୟାନ୍ ବି ଡରି ଯାଇଥିଲା ତ କ୍ୟାମେରାମ୍ୟାନ୍ ବି ଡରି ଯାଇଛି। ଆଉ କ'ଣ କେବେ ଆମେ ପଳେଇବା ଏ ସମୟ ରହିବାନି ଏଠି କାରଣ ସନ୍ଧ୍ୟା ହେଇଯିବ। ସନ୍ଧ୍ୟା ହେଇଗଲେ ବିପଦ ଅଛି। ଦେଖିପାରିଲା ଜାଗାଟା ହିଁ ହଣ୍ଟେଡ଼ ଅଛି ଆଉ ପୁରା ଜଙ୍ଗଲ ଭିତରେ ସୁନସାନ କେଉଁଠି କିଛି ନାହିଁ ପୁରା ଜଙ୍ଗଲ ଭିତରେ ସୁନସାନ ହେଇକି ଅଛି। ଏଇ ଜାଗାଟି ଗୋଟେ ଭଙ୍ଗା ଅବସ୍ଥାରେ ମାନେ କେମିତି କହିବି ଏଇଟା ଶୁଣା ଯାଇଛି ଯେ ପିଲାମାନେ ଏଠି ଯେଉଁ ରହୁଥିଲେ ଏଠି ଯେଉଁ ଘରଟା ଥିଲା ମାନେ ଯାହା ଘର ଥିଲା ଏଠି ଆଗରୁ ମାନେ କାହିଁଟା ହେଉଛି ଏଠି କିସ ଏଠି ଜଣେ ଘର ଥିଲା ଘରେ ସେ ରହୁଥିଲା ତ ଦିନେ ତାର ଏମିତି ରାତିରେ ସେ ଶୋଇପାରୁନଥିଲା ମାନେ ଅଜବ ଅଜବ ସ୍ୱପ୍ନ ଆସେ କାହିଁ ପଡ଼ିବା ସାଉଣ୍ଡ ହେଲେ ତ ସେମାନେ ଘର ଛାଡ଼ି ପଳେଇଲେ ତ ଚାଲିଗଲା ପରେ ଏମିତି ଘରଟା ହେଇଛି। ଏଇଟା ହେଉଛି ପାଖାପାଖି 100-200 ବର୍ଷ ପୁରୁଣା ଘର ଏଇ ଅବସ୍ଥାରେ ଅଛି। ତ ସାଙ୍ଗମାନେ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ସେୟାର ଆଉ କମେଣ୍ଟ କରିବେ ଆଉ ଏଇଭଳିଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଟାଟା ଦେଖା ନେକ୍ସଟ ବ୍ଲଗ୍ରେ।